ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବସିଚକୁରାଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି 3 ବଖରା ଘର ପୋଡ଼ି ପାଉଁଶ ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଛି। 2 ଆହତ ହୋଇଛନ୍ତି। ସୂଚନା ଅନୁସାରେ ଗୁରୁବାର ଦିନ ସନ୍ଧ୍ୟା 6:30 ସମୟରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଗ୍ରାମର ରକ୍ତିକାନ୍ତ ସିଂଙ୍କର 3 ବଖରା ଘର ପୋଡ଼ି ପାଉଁଶ ହୋଇଛି। ସନ୍ଧ୍ୟା ସମୟରେ ଘର ମହିଳାମାନେ ଘର କାମରେ ବ୍ୟସ୍ତ ଥିବାବେଳେ ହଠାତ୍ ନିଆଁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖବର ପାଇ ରକ୍ତିକାନ୍ତ ଏବଂ ତାଙ୍କର 3 ପୁଅ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟ ମଧ୍ୟରେ ରକ୍ତିକାନ୍ତଙ୍କ ପୁତ୍ରବଧୂ ଏବଂ ନାତୁଣୀ ନିଆଁରେ ପୋଡ଼ି ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ ମଧ୍ୟ ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଥିବା ଜଣାପଡ଼ିଛି। ତେବେ ଚକୁରାଇ ଗ୍ରାମର ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି ଆସୁଥିବା ବେଳେ ତୁରନ୍ତ ଏହାର ସମାଧାନ ସହିତ କ୍ଷତିପୂରଣ ଦେବାକୁ ଦାବି ହୋଇଛି। इलेक्ट्रिक शॉर्ट द्वारा घर निया नहीं गया केतरा बेले हेइला एटा संध्या 6:30 साढ़े 6टा बेले कोन क्षति हेइची फोटो गोडरेज सब सोना पत्र सब दड़ी लुगा पटा हां निया लिभेलो केमती लिया पानी बाबे लिगुलु बाली पानी तापर कोन होला फायर ऑफिस बहुत लेटर पहुंचला टिके गाँरु सब लोक मिसी टिके नियाटा लिभिलु केते कोन टंकार जिंस बहुत टंका गहना जड़ी अनुमान केते टंकार कोन जिंस 3 लाख ऊपर 3 लाख ऊपर केते बखरा घर थिला एटा 3 बखरा घर सरकार को कोन दाबी रखि हमरो क्षतिपूरण दाबी